ବହିର ନାମ ମ୍ୟାଜିସିଆନର ନିଜ ଲୋକ। ଲେଖକ ଶ୍ୟାମାପ୍ରସାଦ ଚୌଧୁରୀ। ପଢ଼ି ଶୁଣୁଛନ୍ତି କ୍ଷୀରୋଦ ସାହୁ। ମ୍ୟାଜିସିଆନର ନିଜ ଲୋକ। ସମ୍ଭୋଗ ଓ ସମାଧି ଭିତରେ କୌଣସି ପାର୍ଥକ୍ୟ ନାହିଁ ବୋଲି କହିଥିବା ଲୋକର ନାଁ ଏଠି କହିବା ସେମିତି କିଛି ଜରୁରୀ ନୁହେଁ, କାରଣ ଗୋଟେ ତଲ୍ଲୀନ ଅବସ୍ଥା ଏବଂ ଗୋଟେ ଅଜଣା ଅନୁଭୂତିକୁ ମନେ ପକାଇ ପରସ୍ପର ଭିତରେ ତୁଳନା କରି ଭିନ୍ନ ପ୍ରକାରର କୌଣସି ଯୁକ୍ତି ବାଢ଼ିବା ମୋ ମତରେ ନିରର୍ଥକ, ତା ଛଡ଼ା କ୍ଳାନ୍ତିଦାୟକ ମଧ୍ୟ। ତେଣୁ ସେହି ପାର୍ଥକ୍ୟ ନଥିବା ଯୁକ୍ତିରେ ରାଜି ହୋଇଯିବା ବରଂ ବେଶୀ ବୁଦ୍ଧିମାନର କାମ। ମୁଁ ନିଜକୁ ନିଜେ କହିଲି, ସମ୍ଭୋଗ ପରର ସୁଖନିଦ୍ରା ହିଁ ତ ଗୋଟେ ପ୍ରକାରର ସମାଧି। ଏବେ ମୁଁ ସମାଧିସ୍ଥ ହେବି। ଥରେ ଥରେ ଦୈହିକ ତୃପ୍ତି ହିଁ ଅନ୍ଧାର ଭିତରେ ବି ଗୋଟେ ପ୍ରକାରର ଅଦ୍ଭୁତ ଆଲୋକ ତିଆରି କରେ। ସୁନନ୍ଦା ସେଇ ଆଲୋକରେ ଉଦ୍ଭାସିତ ହେଇ ପଡ଼ି ରହିଛି ଆମ ବିଛଣା ଉପରେ, ମୋ କଡ଼ରେ। ତା ପାଖକୁ ରାହୁଲ ସେ ପାଖକୁ ତକିଆ। ଆମ ଦୁଇ ଜଣଙ୍କର ତାର ଦୁଇ କଡ଼ରେ ଥିବାର ଭ୍ରମ ହିଁ ତାକୁ ବେଶ ସୁଖନିଦ୍ରାରେ ଶୁଏଇ ରଖିଛି। ମୋତେ ସୁନନ୍ଦାର ମୁହଁ, ତା ବନ୍ଦ ଥିବା ଆଖି କୌଣସି ଅଧା ତିଆରି ମୂର୍ତ୍ତିର ଅଂଶ ପରି ଦିଶୁଛି। ଯେମିତି ମୁଁ ଦେଖୁଛି ଆଉ ଟିକେ କୌଣସି ପ୍ରକାରେ ତାକୁ ସୁନ୍ଦର ଓ ପୂର୍ଣ୍ଣ କରିଦେବି। ପଡ଼ି ରହିଛି ମୋ ଭାଗର ବିଛଣାରେ ଏମିତି ଯେ ମୁଁ ଯେମିତି ସେଠି ନାହିଁ। ଅଳ୍ପ ଝାଳ ତା ମୁହଁର ବେଶ କ୍ଳାନ୍ତିକୁ ସଜେଇ ଧରିବା ପାଇଁ ଚେଷ୍ଟା କରୁଛି। ମୁଣ୍ଡର ବାଳ ଖୋଲିଯାଇ ତିଆରି କରିଛି କଳା ବ୍ୟାକ୍‌ଡ୍ରପ୍। ଗୋଟେ ହାତ ତାର ମୁଣ୍ଡ ଉପରେ। ମନେ ହେଲା, ଆଖି ବନ୍ଦ କରିଥିଲେ ବି ସୁନନ୍ଦା ଏବେ ବି ଦେଖୁଛି ସେଇ ମ୍ୟାଜିକ୍ ଶୋକୁ ଆଉ ଥରେ, ଯାହାକୁ ଆଜି ସନ୍ଧ୍ୟାବେଳେ ଆମେ ଦେଖିବା ପାଇଁ ଯାଇଥିଲୁ ସିଟି ହଲରେ। ସହରକୁ କେତେବେଳେ କେମିତି ମ୍ୟାଜିକ୍ ଶୋ ଆସେ। ମୋର ଅବଶ୍ୟ ଖାସ୍ ସେମିତି ରୁଚି ନାହିଁ ଏମିତି କିଛି ଦେଖିବାରେ, ଯେଉଁଥିରେ ଆଶ୍ଚର୍ଯ୍ୟ ହେବା ବି ମନେ ହୁଏ ତମର ପୂର୍ବ ନିର୍ଦ୍ଧାରିତ ଭାଗ୍ୟ ଅବିଶ୍ୱସନୀୟ ଭାବେ। ତେବେ ରାହୁଲକୁ ଆଉ ଥରେ ନେଇଯିବା ପାଇଁ ହିଁ ଇଚ୍ଛା ଥିଲା ସୁନନ୍ଦାର। ଏହା ହିଁ ଆମ ଦୁଇ ଜଣଙ୍କର ଅସଲ ଇଚ୍ଛା। 2 ଦିନ ତଳେ ସୁନନ୍ଦା ହିଁ ନିଜେ ନେଇଯାଇଥିଲା ରାହୁଲକୁ ସେଇ ମ୍ୟାଜିକ୍ ଶୋକୁ। ସମସ୍ତ ପୂର୍ବ ପ୍ରସ୍ତୁତି ଏବଂ ଚେଷ୍ଟା ସତ୍ତ୍ୱେ ଅଫିସରୁ ମୁଁ ଘରକୁ ଫେରି ଆସିପାରିନଥିଲି ସେଦିନ ସନ୍ଧ୍ୟା 6:30 ସୁଦ୍ଧା। ଏମିତିକି 7ଟା ପର୍ଯ୍ୟନ୍ତ ସିଧା ଯାଇ ସିଟି ହଲରେ ବି ପହଞ୍ଚି ପାରିନଥିଲି। ସୁନନ୍ଦା ତ ବ୍ୟସ୍ତ ହୋଇଯାଇଥିଲା ଏବଂ କିଛିଟା ବିରକ୍ତ ମଧ୍ୟ। ରାହୁଲ ବି ଅସମ୍ଭବ ଭାବରେ ରାଗି ଯାଇଥିଲା କୁଆଡ଼େ ମୋ ଉପରେ। ମୁଁ ଯେ ତାର ସାଧାରଣ ଇଚ୍ଛାକୁ ପୂର୍ଣ୍ଣ କରିବାରେ ଏତେ ସହଜରେ ଅସମର୍ଥ ହେବି, ଏ ପ୍ରକାରର ବିଶ୍ୱାସ କୁଆଡ଼େ ରାହୁଲର ନଥିଲା। ଅବଶ୍ୟ ସୁନନ୍ଦାର କହିବା ଅନୁସାରେ 3ଟା ଟିକେଟ୍ ଥିଲା ସୁନନ୍ଦା ପାଖରେ ଦ୍ୱିତୀୟ ଧାଡ଼ିର। ଅଥଚ ମୁଁ ଫେରିପାରିନଥିଲି ଅଫିସରୁ ସେଦିନ ଶୋ ଶେଷ ହେବା ପର୍ଯ୍ୟନ୍ତ। ମୁଁ ହିଁ କହିଥିଲି ମୋବାଇଲରେ ସୁନନ୍ଦାକୁ, ରାହୁଲକୁ ଗୋଟେ ବଡ଼ ଚକୋଲେଟ୍ ଦିଅ ଏବଂ ମୋତେ ଅପେକ୍ଷା ନ କରି ଭିତରେ ଯାଇ ମ୍ୟାଜିକ୍ ଦେଖ। ମୁଁ ଫେରିଲା ବେଳେ ଆଇସ୍କ୍ରିମ୍ ନେଇଯିବି ତା ପାଇଁ। ରାହୁଲର ସେଦିନ ପରୀକ୍ଷା ଫଳ ବାହାରିଥିଲା ଏବଂ ତାକୁ ମ୍ୟାଜିକ୍ ଦେଖେଇ ଆହୁରି ଖୁସି କରେଇବା କୁଆଡ଼େ ଥିଲା ଆମ ଦୁଇ ଜଣଙ୍କର ନୈତିକ କର୍ତ୍ତବ୍ୟ। ପରୀକ୍ଷାରେ ପ୍ରଥମ ହୋଇଥିବା ଛାତ୍ରକୁ ଏତିକି ଖୁସି ଦେଇପାରିବେ ନାହିଁ ବାପା ମା। ମୁଁ ଅଫିସକୁ ଫେରିବା ବେଳେ ଆଇସ୍କ୍ରିମ୍ କିଣିବା ପାଇଁ ଭୁଲିଯିବି ବୋଲି ସୁନନ୍ଦା ସମ୍ଭବତଃ ଆଗରୁ ଜାଣିଥିଲା। ଶୋରୁ ଫେରିବା ବେଳେ ରାହୁଲକୁ କିଣେଇ ଦେଇଥିଲା ଗୋଟେ ମୁଠା ତାସ୍ ଏବଂ ଆମ 3 ଜଣଙ୍କ ପାଇଁ ଆଇସ୍କ୍ରିମ୍। ରାହୁଲକୁ କୁଆଡ଼େ ସବୁଠୁ ବେଶୀ ଭଲ ଲାଗିଥିଲା ତାସ୍‌ର ମ୍ୟାଜିକ୍। ବେଶ୍ ଡେରି ରାତି ଯାଏ ଗୋଟେ ପ୍ରସିଦ୍ଧ ମ୍ୟାଜିସିଆନ୍ ହୋଇଯାଇଥିବା ରାହୁଲ ଆମକୁ ଗୋଟେ ଗୋଟେ ତାସ୍ ବାହାର କରି ନାଟକୀୟ ଢଙ୍ଗରେ ଦେଖେଇବାରେ, ଯାହାକୁ ଆମେ 2 ଜଣ ଏକାଠି ବା ଅଲଗା ଅଲଗା ଭାବରେ କିନ୍ତୁ ମନେ ମନେ ଚିନ୍ତା କରିଥିଲୁ। ରାହୁଲର ମ୍ୟାଜିକ୍ ଶୋ ଥିଲା ବେଶ୍ ସହଜ। ତାସ୍ ମୁଠାକୁ ଖୋଲି ଆମକୁ ଦେଖେଇବା ପରେ ମୁଁ ବା ସୁନନ୍ଦା ଯୋଉ ତାସ୍‌ଟିକୁ ମନେ ମନେ ଚିନ୍ତା କରୁଥିଲୁ ବୋଲି କହୁଥିଲୁ, ସେଇଟାକୁ ହିଁ ସେ ତାର ହାତ ମୁଠା ଭିତରୁ ବାହାର କରି ଆମକୁ ଦେଖଉଥିଲା। ଆମେ ବେଶ୍ ଅବିଶ୍ୱାସର ନାଟକ କରି କେବଳ ସେଇଟିକୁ ହିଁ ଭାବିଥିଲୁ ବୋଲି କହି ତାକୁ ଶ୍ରେଷ୍ଠ ମ୍ୟାଜିକ୍ Sample complete. Ready to continue?